ପିଲାମାନେ ସବୁଦିନ ଭଳି ଆଜି ମଧ୍ୟ ଗୋଟିଏ ସୁନ୍ଦର ମଜା ଗପଟିଏ ପଢିବା। ଆଚ୍ଛା କହିଲେ ପିଲାମାନେ, ସେ ଗପଟିର ନାଁ କ'ଣ? ସେ ଗପଟିର ନାଁ ହେଉଛି ତରକା ଘୋଡ଼ା। ତ ପିଲାମାନେ ଏ ଗପଟି ହେଉଛି ଦୁଇଟି ବଳଦ ଆଉ ଗୋଟିଏ ଘୋଡ଼ାକୁ ନେଇକି ଆମେ କ'ଣ ଏ ଗପଟିକୁ ପଢିବା। ତ ପିଲାମାନେ ଏଇଟା ଗୋଟିଏ ସୁନ୍ଦର ମଜା ଗପଟିଏ ଅଛି। ତ ପିଲାମାନେ ଏ ଗପଟିକୁ ପଢିବା ପୂର୍ବରୁ ତମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଜଲ୍ଦି ଜଲ୍ଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅ। ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ। ତ ପିଲାମାନେ ମୁଁ ଯେତେବେଳେ ବି ଏଇଭଳି ଭିଡ଼ିଓ ଅପଲୋଡ୍ କରିବି ସଙ୍ଗେ ସଙ୍ଗେ ତମାନଙ୍କ ପାଖକୁ ନୋଟିଫିକେସନ୍ ଚାଲିଯିବ ଆଉ ତମାନେ ଘରେ ବସି ଏଇଭଳି ପ୍ରତ୍ୟେକ ଦିନ ଗୋଟେ ଲେଖାଏଁ ମଜା ଗପ ପଢିପାରିବ ଏବଂ ଶୁଣିପାରିବ। ତ ପିଲାମାନେ ଏବେ ଆମେ ଗପଟିକୁ ଭଲ ଭାବରେ ପଢିବା ତାପରେ ବୁଝିବା। ତ ପିଲାମାନେ ଗପଟିର ନାଁ ହେଉଛି ତରକା ଘୋଡ଼ା। ତ ପିଲାମାନେ ଘୋଡ଼ାଟି ଏଠି କ'ଣ କରୁଛି ନା ତର୍କିକି ଦୌଡୁଛି, ବହୁତ ଜୋରେ ଦୌଡ଼ିବାକୁ ଲାଗୁଛି। ତ ପିଲାମାନେ ଏଇ ଛବିରେ ତମାନେ ଗୋଟିଏ ଘୋଡ଼ାକୁ ଦେଖିପାରୁଥିବ ଆଉ ବଳଦକୁ ମଧ୍ୟ ଦେଖିପାରୁଥିବ। ଏଇ ଗପଟି ଗୋଟିଏ ଘୋଡ଼ା ଆଉ ଦୁଇଟି ବଳଦକୁ ନେଇକି ଲେଖାଯାଇଛି। ତ ସୁନ୍ଦର ଗପଟିଏ ମଜା ଗପଟିଏ ଅଛି। ତ ପିଲାମାନେ ଏଇ ଗପଟିକୁ ଭଲ ଭାବରେ ପଢିବା ଆଉ ମଜା କରିବା। ତ ପିଲାମାନେ ତମାନେ ଭାବୁଥିବ ଘୋଡ଼ା କ'ଣ ଏକା ତର୍କେ, ଆଉ କ'ଣ କେହି ତର୍କନ୍ତିନି? ତ ପିଲାମାନେ ଆମମାନଙ୍କ ଉପରେ ଯେତେବେଳେ ମଶା ବସେ କିମ୍ବା ମାଛି ବସେ ଆମେ ତାକୁ ଯେତେବେଳେ ମାରିବାକୁ ଯାଇଥାଉ ସେ ସେତେବେଳେ କ'ଣ କରିଥାନ୍ତି ନା ତର୍କିକି ଉଡ଼ିକି ପଳେଇଥାନ୍ତି, ଯାହା ଫଳରେ ଆମେ ତାକୁ ମାରି ପାରି ନଥାଉ ହେଲା। ସେଇଭଳି ଘୋଡ଼ାଟି କ'ଣ କରେ ନା ତର୍କିକି ସବୁବେଳେ ବହୁ ଜୋରେ ଦୌଡ଼େ ହେଲା। ସେ ତର୍କିକି ଦୌଡ଼ିବାର କାରଣ କ'ଣ? ଏଇ ବଳଦଟି ତାକୁ ପ୍ରଶ୍ନ ପଚାରିଛି ଘୋଡ଼ାକୁ ହେଲା କି ଯେ ତୁ କାହିଁକି ସବୁବେଳେ ଏମିତି ତର୍କିକି ବହୁ ଜୋରେ ଦୌଡୁଛୁ? ତ ପିଲାମାନେ ଏଇ ଗପଟିକୁ ପ୍ରଥମେ ଆମେ ପଢି ନେବା ତାପରେ ଶୁଣିବା ହେଲା। ତ ପିଲାମାନେ ଏବେ ଆମେ ପଢିବା ଏଇ ମଜା ଗପଟିକୁ। ଗୋଟିଏ ଲୋକ ଘୋଡ଼ାଟିଏ ରଖିଥାଏ। ବେଳେ ବେଳେ ଖୁସିରେ ସେ ଘୋଡ଼ା ଉପରେ ବସି ବାହାରକୁ ବୁଲିବାକୁ ଯାଏ। ତ ପିଲାମାନେ ଗୋଟିଏ ଲୋକଟିଏ କ'ଣ କରିଥିଲା ନା ଘୋଡ଼ାଟିଏ ରଖିଥିଲା ହେଲା। ବେଳେ ବେଳେ ସେ କ'ଣ କରେ ନା ଖୁସିରେ ସେ ଯେହେତୁ ଗୋଟିଏ ଘୋଡ଼ା ରଖିଛି ସେ ବହୁତ ଜୋରେ ଖୁସି ହୋଇଯାଏ ହେଲା। ଆଉ ସେ ଘୋଡ଼ା ଉପରେ ବସି ଯୁଆଡ଼େ ବି ଯାଏ ବାହାରକୁ ବୁଲିବାକୁ ଯାଏ। ସେ ଲୋକ ତାର ଜମି ଚାଷ କରିବାକୁ ଦୁଇଟା ବଳଦ ରଖିଥାଏ। ତ ପିଲାମାନେ ସେ ଯୋଉ ଗୋଟିଏ ଲୋକ ଘୋଡ଼ାଟିଏ ରଖିଥିଲା ହେଲା, ସେ ଯେତେବେଳେ ଯାଏ ତାପରେ ମଧ୍ୟ ବସିକି ବୁଲିବାକୁ ଯାଏ ଯୁଆଡ଼େ ଯାଏ। ତା ସହିତ ଆଉ ଦୁଇଟି ବଳଦ ମଧ୍ୟ ରଖିଥାଏ। କ'ଣ ପାଇଁ ପିଲାମାନେ? ନା ଜମି ଚାଷ କରିବା ପାଇଁ ଦୁଇଟି ବଳଦ ରଖିଥାଏ। ଦୁଇଟା ବଳଦ ପାଖରେ ଘୋଡ଼ାଟି ବି ରହେ। ତ ପିଲାମାନେ ଦୁଇଟା ବଳଦ ପାଖରେ କିଏ ରହେ ନା ଘୋଡ଼ାଟି ମଧ୍ୟ ରହେ ତାଙ୍କ ପାଖରେ ହେଲା। ମାଲିକ ଯେହେତୁ ଗୋଟେ ଜାଗାରେ ଦୁଇଟି ବଳଦ ରଖିଥାଏ ସେଇ ଜାଗାରେ ମଧ୍ୟ ଘୋଡ଼ାକୁ ରଖିଥାଏ। ଘୋଡ଼ା ମଧ୍ୟ ବଳଦଙ୍କ ସାଙ୍ଗରେ ରହିଥାଏ। ଦିନେ ଗୋଟିଏ ବଳଦ ଘୋଡ଼ାକୁ କହିଲା। ତ ପିଲାମାନେ ସେ ଯୋଉ ଦୁଇଟି ବଳଦ ଭିତରୁ ଗୋଟିଏ ବଳଦ କ'ଣ କହିଲା ନା ଘୋଡ଼ାକୁ କହିଲା। କ'ଣ କହିଲା ପିଲାମାନେ ଶୁଣିବା। ରେ ଘୋଡ଼ା, ମୋ ଉପରେ ଗୋଟିଏ ମାଛି ବସିଲେ ମତେ ଜଣା ପଡୁଛି। ତ ପିଲାମାନେ ବଳଦଟି କାହାକୁ ପ୍ରଶ୍ନ ପଚାରୁଛି ନା ଘୋଡ଼ାକୁ ପ୍ରଶ୍ନ ପଚାରୁଛି। କହୁଛି ଯେ ମୋ ଉପରେ ଗୋଟିଏ ମାଛି ବସିଲେ ମତେ ଜଣା ପଡୁଛି, ହେଲେ ତୁ ଲୋକଟିକୁ ପିଠିରେ ବସାଇ ବୁଲୁଛୁ, ତତେ କିଛି ଜଣା ପଡୁନି? ତ ପିଲାମାନେ ବଳଦଟି ଯେହେତୁ ସେ ମାଲିକଟି ଦୁଇଟି ବଳଦ ରଖିଥିଲା ସେଇ ଦୁଇଟି ବଳଦ ଭିତରୁ ଗୋଟିଏ ବଳଦ ଘୋଡ଼ାକୁ ପ୍ରଶ୍ନ ପଚାରିଛି ଯେ ମୋ ଉପରେ ଗୋଟିଏ ମାଛି ବସିଲେ ମତେ ଜଣା ପଡୁଛି, ହେଲେ ତୁ ଏତେ ବଡ଼ ଲୋକଟିକୁ ପିଠିରେ ବସେଇ ନେଇକି ଯାଉଛୁ, ତତେ କିଛି ଜଣା ପଡୁନି? ତ ପିଲାମାନେ ଯେହେତୁ ମାଲିକ ଯେତେବେଳେ ଯୁଆଡ଼େ ବି ଯାଏ ଘୋଡ଼ା ଉପରେ ବସିକି ଯାଏ, ଏସବୁ କିଏ ଦେଖୁଥିଲା ନା ବଳଦ ଦୁଇ ଜଣ ଦେଖୁଥିଲେ ହେଲା। ଶେଷରେ ସେ ଦୁଇ ଜଣଙ୍କ ବଳଦ ଭିତରୁ ଜଣେ ବଳଦ କ'ଣ କରୁଛି ନା ଘୋଡ଼ାକୁ ଏଇଭଳି ପ୍ରଶ୍ନ ପଚାରୁଛି, ତତେ କିଛି ବାଧୁନି? ତ ପିଲାମାନେ ବଳଦଟି ପୁଣି କହୁଛି ତତେ କିଛି ଜଣା ପଡୁନି, ତତେ କିଛି ବାଧୁନି? ଘୋଡ଼ା କହିଲା ବହୁତ ବାଧେ। ତ ପିଲାମାନେ ଘୋଡ଼ାଟି ଏସବୁ ପ୍ରଶ୍ନ ଶୁଣି ସାରିବା ପରେ ଉତ୍ତର ଦେଉଛି କ'ଣ ନା ବହୁତ ବାଧେ। ତେବେ କାମ ନ କଲେ କିଏ ଖାଇବାକୁ ଦେବ? ତ ପିଲାମାନେ ଘୋଡ଼ାଟି ତାହେଲେ କ'ଣ ଘୋଡ଼ାକୁ ବହୁତ କଷ୍ଟ ହୁଏ, ଯାହା ଫଳରେ ସେ କିଛି ମୁହଁ ଖୋଲି କହିପାରେ ନା। ବାଧୁଥିଲେ ବି ସେ ପେଟକୁ ଖାଇବା ପାଇଁ ସେ କିଛି କହିପାରେ ନା, କହିଲେ ତାକୁ ମାଲିକ ମାରିବ ହେଲା। ସେ ଶେଷରେ କହୁଛି ବଳଦକୁ କ'ଣ ଉତ୍ତର ଦଉଛି ନା ମତେ ବହୁତ ବାଧେ, ତେବେ କାମ ନ କଲେ କିଏ ଖାଇବାକୁ ଦେବ? ଖାଇବା ମିଳିବା ପାଇଁ ସେ କାମ କରେ। ତ ପିଲାମାନେ ସେଇଠୁ ଦୁଃଖର ସହିତ ଏଠି ଘୋଡ଼ାଟି କହୁଛି ବଳଦକୁ କ'ଣ ନା କାମ ନ କଲେ କିଏ ମତେ ଖାଇବାକୁ ଦେବ? ଖାଇବା ମିଳିବା ପାଇଁ ମତେ କିଛି କାମ କରିବାକୁ ପଡିବ, ସେଥିପାଇଁ ମୁଁ କ'ଣ ଖାଇବା ମିଳିବା ପାଇଁ କାମ କରେ। ବଳଦ କହିଲା ସେ କଥା ତ ଠିକ, ତତେ ବାଧୁଛି, ତଥାପି ତୁ ଏତେ ତର୍କା ହୋଇଛୁ କେମିତି? ତ ପିଲାମାନେ ବଳଦଟି ସେଇଠୁ କହୁଛି କ'ଣ ନା ସେ କଥା ତ ଠିକ, କାମ ନ କଲେ ଖାଇବାକୁ ମିଳିବ ନାହିଁ, ତତେ ସତରେ ବାଧୁଛି, ତଥାପି ତୁ
एते तर्का हेउछु केमिति तो पिला माने तर्का माने कोन जो तर्की की बहुत जोर दौड़ी पाहला ताहले बलदटी कहूची कोन तो ऊपर गोटे मनिष बसिकी जाउछु तापरे भी तू थकुनु तते बाधुची तापरे भी तू तर्की की एते जोरे बहुत जोरे दौड़ुछु केमिति तो पिला माने एई भली बलदर प्रश्न सुनि सारिबा परे घोड़ाटी कोन कहूची सुनिबा। घोड़ा हसी कहिला एतिकी जानिनु तर्का नहेले माड़ बसिजिବ। तो पिला माने घोड़ाटी सेठू बलद कथा सुनी हसिला ହେଲା। बलदटी जेतेबेले कहिला तते बहुत बाधुची तापरे भी तू एते जोरे दौड़ुचु केमिति तर्किकी सेठू बलदर ए भली कथा सुनिबा परे घोड़ा को हस लागिला आ से हसी कहिला एतिकी जानिनु तर्का नहेले माड़ बसिजिବ। तो पिला माने घोड़ाटी कौन घोड़ा उपरे जेतेबेले मालिक बसिबो घोड़ाटी जदि तर्किकी बहु जोरे न दौड़िबो जदि मालिक कौन जो जगार पहुँचवा कथा से जगार ठीक समय पहुँची पारिबनी तो निहाती भावरे मालिक रागी जाई घोड़ा को मारिबो सेथिपाई घोड़ाटी ताकू कष्ट हेले भी से बहु जोरे तर्किकी दौड़िबे हैला। तापरे माड़ को किए न डरे कहिलु तो पिला माने बलद को पुणी घोड़ाटी कहूची माड़ को किए न डरे कहिलु बलद सेठू कहूची कौन ना बलद कहिला सत कथा। तो पिला माने बलदटी सेठू कहूची सत कथा माड़ को बा किए न डरे किए माड़ को न डरे सबु जीव माड़ को डरे। तो पिला माने बलद कहूची सत कथा किए बा माड़ को न डरे सबु जीव माने माड़ को डरंती हेले तू तर्का होई माड़ खाउनु। तो पिला माने सेठू बलदटी कहूची हेले तू तर्का हेई माड़ खाउनु तो तर्की की बहु जोरे दौड़ी पारु सेथिपाई तू माड़ खाउनु। घोड़ा कहला हाँ माड़ खाए मो पाटी रे लगाम भिड़ा हेई टणा हुए। तो पिला माने घोड़ाटी मध्य कहूची हाँ मु माड़ खाए मो पाटी रे लगाम भिड़ा होई टणा हुए। तो पिला माने तमाने देखिथिबो घोड़ा पर जो मालिक माने बसी थांती घोड़ा पाटी रे कोन लगई थांती ना सूता भागिया पिला माने देखिथिबो लगाम भिड़ा होई थाए हैला से मालिक से लगाम को धरी टाणे हैला लगाम टणा न हेबा जाए मु सेमिति दौड़ु थाए। तो पिला माने मालिक जेतेबेले लगाम टाणे सेतेबेले घोड़ा जानी जाए जे मालिक सेठी रहिबा पई चाहूची जेते पर्यंत मालिक लगाम टाणी न थाए सेते पर्यंत घोड़ा दौड़िबाकू लागि थाए जदि तर्का नहेबी तेबे बेसी माड़ खाइबी। तो पिला माने घोड़ाटी सेठू बहुत दुखर सहित कहूची जे जदि मु तर्का न हेबी बा जोरे न दौड़िबी ताहेले मो उपरे माड़ बसिजिବ मालिक मते बहु जोरे रागिजिବ मो उपरे आ मते से मारिब। बलद कहिला केमिति मते टिके बुझेइलु। तो पिला माने घोड़ाटी जेतेबेले कहूची मु जदि तर्का नेबी कौन जदि बहु जोरे न दौड़िबी ताहेले मालिक मते मारिब सेठू बलद कहूची केमिति मते टिके बुझेइलु। घोड़ा कहिला देख तो उपरे माछी बसी तते कामुडुची तू तो कान हलेई बा तो लांगुड़ हलेई ताकू गोड़ौ जदि माछी तर्का न हेबो तेबे तू तो पाटी हलेई तो देहरे नेसिले माछी मरिजिब। तो पिला माने जेतेबेले घोड़ाटी कहिछि जे मु जति तर्किकी न दौड़िबी बहु जोरे मालिक मते मारिब सेठू एभली घोड़ा मोरू प्रश्न शुणी सारिबा परे बलदटी घोड़ा को प्रश्न करिछि जे केमिति मते टिके बुझेइलु। सेठू बलदर एभली प्रश्न शुणी सारिबा परे घोड़ा ताकू सुंदर भावरे बुझाई कहिछि जे देख बलद तो उपरे गोटे जदि माछी बसे तते कामुडुछि हैला से माछीटी जदि तो उपरे बसिकी तते कामुडुछि तू तो कान साहाय्य कान को हलेई हैला बा लांगुड़ हलेई ताकू गोड़ौ जदि माछी सेही समय तर्का न हबो बा तर्की की उड़ी न पळाइबो ताहेले तू ताकू कोन करिबो निहाती भावरे तो लांज साहाय्य बा तो कान साहाय्य ताकू नेसी मारी दबु हैला तापरे माछीटी मरिजिବ हैला। माछी मरुछि कि से माड़ खाउनी कि मरुनी। तो पिला माने सेठू घोड़ा कहूची कोन माछी मरुछि कि से माड़ खाउनी कि मरुनी माछी तर्का बोली माड़ खाउनी। तो पिला माने निहाती भावरे माछी तर्का काहेकिना से कौन लांज हलेबा आगुरु कान हलेबा आगुरु से तर्की की उड़ीकी पळौछि निहाती भावरे से माड़ खाउनी हैला तापरे से उड़ीकी पळौछि आउ मरुनै। पुणी तू गोटिए बेंगो को देख से गोटिए आभास पाइले दौड़िब से तर्का बोली माड़ को डरी दौड़े। तो पिला माने निहाती भावरे एठी घोड़ाटी बलद को कहा कहा उदाहरण दौची ना माछी उदाहरण दौची एठी बेंग उदाहरण मध्य दौची से कहूची माछी तर्का दोषरु से मध्य उड़ी पळाउछि माड़ खाउनी हैला बेंग मध्य सेही भली बहुत तर्का से मध्य टिके आभास पाइले दौड़िब आउ तार एई तर्का बोली से माड़ को डरी से दौड़ी पळाए हैला। तो पिला माने तापरे देखिबा एई घोड़ा बलद मध्यरे पुणी कोन कथा चलिला पुणी गोटिए प्रजापति कौन गोटिए ता पाखको आसिले से भी उड़ी पळाइब
ତ ପିଲାମାନେ ଘୋଡ଼ାଟି ପୁଣି ବଳଦକୁ ପ୍ରଜାପତିର ଉଦାହରଣ ମଧ୍ୟ ଦଉଛି। ପ୍ରଜାପତିର ଉଦାହରଣ ଦେଇ କହୁଛି କ'ଣ ନା ଦେଖ ସେ ପ୍ରଜାପତି କି କ'ଣ ଗୋଟିଏ ତା ପାଖକୁ ଆସିଲେ ସେ ବି ଉଡ଼ି ପଳାଇବ। ତ ପିଲାମାନେ ତମାନେ ପ୍ରଜାପତି ଦେଖିଥିବ ଗାଁରେ ହେଲା, ପ୍ରଜାପତି ଯେଉଁ ସ୍ଥାନରେ ବସିଥିବ ଆମେ ଯଦି ଟିକେ କ'ଣ ସେ ଜାଗାକୁ ଚାଲିଯିବା ବା କିଛି ଗୋଟେ କ'ଣ ଡାଙ୍ଗ ହଲଚଲ କରିବା, ସେ ସାଙ୍ଗେ ସାଙ୍ଗେ କିଛି ଆଭାସ ପାଇବା ମାତ୍ରେ ସେ ଉଡ଼ି ପଳାଇବ ହେଲା। ସେ ତର୍କିକି ସଙ୍ଗେ ସଙ୍ଗେ ଉଡ଼ି ପଳାଇବ। ସେ ଜାଣିଯିବ ଯେ ତାପରେ ବିପଦ ଆସୁଛି। ସେ ମାଡ଼ କେମିତି ନ ଖାଉ ବୋଲି ତର୍କା ହେଉଛି। ତ ପିଲାମାନେ ସେଇଭଳି ପ୍ରଜାପତିଟି ସେ କିପରି ମାଡ଼ ନ ଖାଇବ ସେଇ ପାଇଁ ସେ କ'ଣ ତର୍କା ହୋଇ ଉଡ଼ି ପଳାଉଛି। ନିହାତି ଭାବରେ ପିଲାମାନେ ତମାନେ ଦେଖିଥିବ ଛେଳି ମେଣ୍ଢା ଦେଖ ସେ ଜୀବ ପାଖକୁ କିଛି ଅସୁବିଧା ଆସିଲେ ତର୍କି ପଳାଇବେ। ତ ପିଲାମାନେ ନିହାତି ଭାବରେ ଛେଳି ହୁଅନ୍ତୁ କିମ୍ବା ମେଣ୍ଢା ହୁଅନ୍ତୁ, ସେମାନେ ଯେତେବେଳେ ବାଡ଼ିରେ ଚରୁଥିବେ ଆମେ ଯଦି ତାଙ୍କ ପାଖକୁ ଯିବା ବା ଖଣ୍ଡିଏ ବାଡ଼ି ହାତରେ ନେଇକି ଯିବା, ସେମାନେ ନିହାତି ଭାବରେ ତର୍କିକି ସେ ସ୍ଥାନ ଛାଡ଼ି ଦୌଡ଼ିକି ପଳାଇବେ। ସେମାନେ ଜାଣିଯିବେ ଯେ ଆମ ଉପରକୁ କିଛି କ'ଣ ବିପଦ ମାଡ଼ି ଆସୁଛି ବା କ'ଣ ଆମର କିଛି ଅସୁବିଧା ହେବ, ସେଥିପାଇଁ ସେ ତର୍କିକି ଦୌଡ଼ିକି ପଳାଇଯିବେ। ତୁ ତୋ କଥା ଭାବ, ତୁ ଯଦି ମାଡ଼କୁ ନ ଡରିବୁ ଚାଷ କଲାବେଳେ ତୁ ଭଲରେ ଚଳିବୁନି, ଭଲରେ ଚାଲିବୁନି ଓ ମାଡ଼ ଖାଇବୁ। ତ ପିଲାମାନେ ସେଇଠୁ ବଳଦକୁ ଶେଷରେ ସେ କହୁଛି ତୁ ଯଦି କ'ଣ ମାଡ଼କୁ ନ ଡରିବୁ ହେଲା, ତୁ ଯଦି ମାଡ଼କୁ ନ ଡରିବୁ ଚାଷ କଲାବେଳେ ତୋତେ ଯେତେବେଳେ ବଳଦ ବିଲରେ ହଳ କରେଇବ ହେଲା, ତୁ ଯଦି ଭଲରେ ନ ଚାଲିବୁ ହେଲା, ଭଲରେ ଚାଲିବୁନି ବା ଭଲରେ ନ ଚାଲିପାରିବୁ ସେଇଠୁ ତୁ ମାଲିକ ପାଖରୁ ମାଡ଼ ଖାଇବୁ ହେଲା। ତେଣୁ ସେଇ ମାଡ଼କୁ ଡରି ଚାଷ ବେଳେ ତତେ ବାଧିଲେ ବି ମାଡ଼ ନ ଖାଇବାକୁ ତୁ ତର୍କି ଉଠୁ। ତ ପିଲାମାନେ ସେଇ ଘୋଡ଼ାଟି ସୁନ୍ଦର ଭାବରେ ବୁଝାଇ କହୁଛି କ'ଣ, ତୁ ଯଦି ଚାଷ କଲାବେଳେ ହେଲା, ଚାଷ କଲାବେଳେ ତୁ ଯଦି ଜଲ୍ଦି ନ ଚାଲିବୁ ହେଲା, ଯଦି ଅଳସୁଆମୀ ହେବୁ ତୁ ନିହାତି ଭାବରେ କ'ଣ ନା ମାଲିକ ପାଖରୁ ମାଡ଼ ଖାଇବୁ। ସେଥିପାଇଁ ତତେ କ'ଣ ତର୍କି ଉଠୁ ବା ଶୀଘ୍ର ଚାଲୁ। ଏସବୁ କଥାରୁ ତୁ ଜାଣ ଯେ ଯିଏ ଯେତେ ତର୍କିବ କେବଳ ମାଡ଼ ଡରରେ। ତ ପିଲାମାନେ ନିହାତି ଭାବରେ ଏଠି ଘୋଡ଼ାଟି ବଳଦକୁ କହୁଛି ଯେ ତୁ ଜାଣ ଯେ ଯିଏ ଯେତେ ତର୍କିବ କେବଳ ମାଡ଼ ଡରରେ। ଯିଏ ଯେତେ ତର୍କିବ ବା ଯିଏ ଯେତେ ଜୋରରେ ଦୌଡ଼ିବ ସେ କେବଳ ମାଡ଼ ଡରରେ ହିଁ ଦୌଡ଼ିବ ହେଲା। ତ ପିଲାମାନେ ପ୍ରଜାପତି ହୁଅନ୍ତୁ, ଗୋରୁ ଛେଳି ମେଣ୍ଢା ଏମାନେ ସବୁ ହୁଅନ୍ତୁ କିମ୍ବା ଘୋଡ଼ା ହୁଅନ୍ତୁ, ଏମାନେ ସବୁ କ'ଣ ମାଡ଼ ଡରରେ ହିଁ ବା ସେମାନେ ଜାଣିପାରନ୍ତି ଯେ ଆମ ଜୀବନ ଉପରକୁ ବିପଦ ଆସିବ, ସେଥିପାଇଁ ସେ ଆଗୁଆ ସତର୍କ ହୋଇଯାଆନ୍ତି ଆଉ ସେମାନେ ତର୍କିକି ଦୌଡ଼ି ପଳେଇ ଯାଆନ୍ତି। ଆମର ଆଖିକୁ ଦେଖ ଟିକିଏ କ'ଣ ତା ପାଖକୁ ଆସିଲେ ସେ ବି ତର୍କିକି ବୁଝି ହୋଇଯାଏ। ତ ପିଲାମାନେ ଘୋଡ଼ାଟି ଅତି ସୁନ୍ଦର ଭାବରେ ବଳଦକୁ ବୁଝାଇ କହିଛି କି ଆମ ଦୁଇ ଆଖିକି ଦେଖ, ସେ ବି କେତେ ଅଦ୍ଭୁତ କେତେ ଆଶ୍ଚର୍ଯ୍ୟ ହେଲା। ସେ କହୁଛି କ'ଣ ଟିକିଏ କ'ଣ ତା ପାଖକୁ ଆସିଲେ ସେ ବି ତର୍କି ବୁଝି ହୋଇଯାଏ। ତ ପିଲାମାନେ ଆଖି ଆଗକୁ ଆମର କିଛି ହଠାତ୍ କିଛି ଚାଲି ଆସିଲେ ବା ଆଖିରେ କିଛି ପଡ଼ିବାକୁ ଯାଉଥିଲେ ଆମେ ହଠାତ୍ କ'ଣ କହିଥାନ୍ତି ନା ଆଖି ବୁଜି ଦେଇଥାନ୍ତି। ଏଠି ଆଖି ଦୁଇଟିର ଉଦାହରଣ ମଧ୍ୟ ଘୋଡ଼ା ସୁନ୍ଦର ଭାବରେ ବଳଦକୁ ବୁଝାଇ କହିଛି। ତେଣୁ ଏ ଦୁନିଆରେ ମାଡ଼ ପାଖକୁ ଆସିବା ଦେଖିଲେ ସବୁ ତର୍କି ଯିବେ। ତ ପିଲାମାନେ ସେଇଠୁ ଘୋଡ଼ାଟି କହୁଛି ଯେ ତେଣୁ ଏ ଦୁନିଆରେ ମାଡ଼ ପାଖକୁ ଆସିବା ଦେଖିଲେ ସବୁ ତର୍କି ଯିବେ। ଯେତେବେଳେ ମାଡ଼ ଆମ ପାଖକୁ ଆସିବାର ଥିବ ସେତେବେଳେ ମାଡ଼କୁ ଭୟ କରି ସମସ୍ତେ ତର୍କି ଦୌଡ଼ିକି ପଳାଇବେ। ମୋର ତର୍କା ଗୁଣ ବି ସେଇ ମାଡ଼ ଡରରେ। ତ ପିଲାମାନେ ମୁଁ ଯଦି ଆଜି ତର୍କୁଥାଏ ବା ଜୋରରେ ଦୌଡ଼ିଥାଏ ସେଇ ମାଡ଼ ଡରରେ। ଏଇଭଳି କଥା କିଏ କହୁଛି ନା ଘୋଡ଼ାଟି ବଳଦକୁ ସୁନ୍ଦର ଭାବରେ ବୁଝାଇକି କହୁଛି। ଘୋଡ଼ାର କଥା ଶୁଣି ବଳଦ ବୁଝିଲା ଯେ ଘୋଡ଼ା ଯାହା କହୁଛି ସବୁ ଠିକ୍। ତ ପିଲାମାନେ ଘୋଡ଼ା ଯାହା ସବୁ କହୁଛି ଏ ସବୁ ଠିକ୍ ବୋଲି ବଳଦ ଶେଷରେ ବୁଝିପାରିଲା। ଏଇ ତର୍କା ଗୁଣ କମ୍ ହେଉ କି ବେଶୀ ହଉ ସବୁ ଜୀବର ଅଛି। ତ ପିଲାମାନେ ବଳଦ ଶେଷରେ ବୁଝିଗଲା ଯେ ଏଇ ଯେଉଁ ତର୍କା ଗୁଣ ବା ଜୋରରେ ଦୌଡ଼ିବା ଗୁଣ ବା ଜୋରରେ ଉଡ଼ିବା ଗୁଣ ସମସ୍ତଙ୍କ ପାଖରେ ଅଛି, ସବୁ ଜୀବ ପାଖରେ ଅଛି, ସେ କେବଳ ମାଡ଼ ଭୟରେ। ଏ କଥା ବଳଦ ଭଲ ଭାବରେ ବୁଝିଗଲା। କାହାକୁ ଭାର ବୋହିବା ହେଉ କି କାହାର କାମର ଡର ହେଉ କି କାହାର ମାଡ଼ର ଡର ହେଉ ସବୁ ଜୀବ ତର୍କା। ତ ପିଲାମାନେ ବଳଦଟି ଶେଷରେ ବୁଝିଗଲା ଯେ କାହାର କ'ଣ ଭାର ବୋହିବାର ହେଉ କି କାହାର କାମର ଡର ହେଉ କି କାହାର ମାଡ଼ର ଡର ହେଉ ସବୁ ଜୀବମାନେ ହେଉଛନ୍ତି ତର୍କା। ସବୁ ଜୀବମାନେ ନିଜର ଜୀବନକୁ ବଞ୍ଚାଇବାକୁ ଯାଇ ବା କିପରି ମାଡ଼ ନ ଖାଇବା ପାଇଁ ସବୁ ଜୀବମାନେ ତର୍କିଥାନ୍ତି ଆଉ ନିଜକୁ କ'ଣ ବିପଦରେ ନ ପକାଇବା ପାଇଁ ଚାହିଁଥାନ୍ତି। ତଥାପି ଘୋଡ଼ାର ତର୍କା ଗୁଣ ଅଧିକା। ତ ପିଲାମାନେ ଯେହେତୁ ଘୋଡ଼ାର ତର୍କା ଗୁଣ ଅଧିକା ହୋଇଥାଏ ହେଲା, ଯେହେତୁ ମାଲିକ ତା ଉପରେ ବସିଥାଏ ସେଥିପାଇଁ ତାକୁ ଲାଗେ ଯେ ଏମିତି କାଳେ ପ୍ରତି ମୁହୂର୍ତ୍ତରେ ତାର କ'ଣ ଭୟ ରହିଥାଏ, କାଳେ
ମାଲିକ ତାକୁ ମାରିବ କି ହେଲା, ସେଥିପାଇଁ ସେ ବହୁ ଜୋରେ ତର୍କିକି ଦୌଡ଼ିଥାଏ। ତେଣୁ ନିଜ ଉପରକୁ କିଛି ଅସୁବିଧା ଆସିବା ବେଳକୁ ଆଗରୁ କ'ଣ ତର୍କି ଯିବ। ତ ପିଲାମାନେ ସେଥିପାଇଁ ଘୋଡ଼ାଟି କ'ଣ କରିଥାଏ ନା ନିଜ ଜୀବନ ଉପରକୁ କିଛି ଅସୁବିଧା ଆସିବା ବେଳକୁ ସେ ବହୁ ଜୋରେ ତର୍କିକି ଦୌଡ଼ିଥାଏ ହେଲା। ତ ପିଲାମାନେ ବଳଦଟିର ଏହି ପ୍ରଶ୍ନର ଉତ୍ତର ଘୋଡ଼ାଟି ଅତି ସୁନ୍ଦର ଭାବରେ ତାକୁ ବୁଝାଇ କହିଛି ଯେ ଶେଷରେ ସେ ଛେଳି ମେଣ୍ଢା ହୁଅନ୍ତୁ କିମ୍ବା ପ୍ରଜାପତି ହୁଅନ୍ତୁ କିମ୍ବା ବେଙ୍ଗ ହୁଅନ୍ତୁ, ଏସବୁର ଉଦାହରଣ ଦେଇ ଘୋଡ଼ାଟି ବଳଦକୁ ତା ପ୍ରଶ୍ନର ଉତ୍ତର ସୁନ୍ଦର ଭାବରେ ବୁଝାଇ କହିଛି। ତ ପିଲାମାନେ ଏସବୁ ଗପରୁ ଆମେ କ'ଣ ଶିଖିଲେ ଯେ ଆମ ଉପରକୁ ବିପଦ ଆସିବା ପୂର୍ବରୁ ହେଲା, ତା ପୂର୍ବରୁ ଆମେ ସତର୍କ ହେବା ନିହାତି ଜରୁରୀ ହେଲା। ବିପଦ ଆସିବା ପୂର୍ବରୁ ସତର୍କ ହେବା ନିହାତି ଜରୁରୀ ବୋଲି ଆମେ ଏଇ ଗପରୁ ଜାଣିଲେ ବା ଶିଖିଲେ ହେଲା। ତ ପିଲାମାନେ ମୁଁ ଆଶା କରୁଛି ନିହାତି ଭାବରେ ତମମାନଙ୍କୁ ଏଇ ଗପଟି ଭଲ ଲାଗିଥିବ। ଯଦି ତମମାନଙ୍କୁ ଏଇ ଗପଟି ଭଲ ଲାଗିଥିବ ନିହାତି ଭାବରେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।